ନୂଆଖାଇ ପର୍ବ ଓଡ଼ିଆ ରଚନା। ନୂଆଖାଇ ପର୍ବ ଉପକ୍ରମ। ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ। ଏହି ପର୍ବ ଭାଦ୍ରବ ମାସ ଶୁକ୍ଲପକ୍ଷରେ ଅନୁଷ୍ଠିତ ହୁଏ। ଅନ୍ୟାନ୍ୟ ପର୍ବରେ ପର୍ବର ଦିନ ଆଗରୁ ନିର୍ଦ୍ଧାରିତ ହୋଇଥାଏ, ମାତ୍ର ନୂଆଖାଇ ପର୍ବ ପାଇଁ ଏପରି ବ୍ୟବସ୍ଥା ନାହିଁ। ସମ୍ବଲପୁର ସହରସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଜନ୍ମାଷ୍ଟମୀ ରାତିରେ ପଣ୍ଡିତମାନେ ଏକତ୍ର ହୋଇ ମା ସମ୍ବଲେଇଙ୍କର ରାଶି ନକ୍ଷତ୍ର ଗଣନା କରି ଏହି ପର୍ବର ଦିନ ସ୍ଥିର କରନ୍ତି। ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷରେ ଯେଉଁ ତିଥି ନିର୍ଦ୍ଧାରିତ ହୁଏ, ସେହି ତିଥିରେ ମା ସମ୍ବଲେଇଙ୍କର ନବାନ୍ନ ଭୋଗ ସମର୍ପଣ କରାଯାଏ। ପ୍ରଥାର ପ୍ରଚଳନ। ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ଆଗେ ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାମାନଙ୍କର ମନ୍ଦିରରେ ପ୍ରତିଷ୍ଠିତ ଦେବୀମାନଙ୍କର ରାଶି ନକ୍ଷତ୍ର ଗଣନା କରି ସେଠାକାର ପଣ୍ଡିତମାନେ ନୂଆଖାଇ ପର୍ବ ପାଇଁ ଲଗ୍ନ ସ୍ଥିର କରୁଥିଲେ। ଏଣୁ ଏହି ପର୍ବ ଗୋଟିଏ ସମୟରେ ପାଳନ କରିବା ସମ୍ଭବ ହେଉନଥିଲା। ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ସମ୍ବଲପୁରର ପ୍ରତିଷ୍ଠିତ ଦେବୀ ସମ୍ବଲେଶ୍ୱରୀଙ୍କର ଲଗ୍ନ ଅନୁସାରେ ନୂଆଖାଇ ପର୍ବ ପାଳନ କରିବାକୁ ମନ ବଳାଇଲେଣି। ଏହିପରି ହୋଇପାରିଲେ ପୂଜକ ବା ପଣ୍ଡିତମାନଙ୍କର ଗଣନା ପଦ୍ଧତିକୁ ତ୍ୱରାନ୍ୱିତ କରିପାରିଲେ ଏହି ଯାତ୍ରାର ମହତ୍ତ୍ୱ ବହୁ ପରିମାଣରେ ବଢ଼ିପାରନ୍ତା। ଲଗ୍ନର ସମୟରେ ଭିନ୍ନ ମତ ପୋଷଣ କରାଯାଉଥିଲେ ମଧ୍ୟ ନୂଆଖାଇ ପର୍ବ ଭାଦ୍ରବ ଶୁକ୍ଲପକ୍ଷରେ ହିଁ ନିର୍ଦ୍ଧାରିତ ହେବା ବିଧେୟ। ପର୍ବ ବିଧି। ପଣ୍ଡିତ ସଭା ଦ୍ୱାରା ନୂଆଖାଇ ପର୍ବର ଲଗ୍ନ ଘୋଷଣା କରାଯିବା ପରେ ଏହା ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ଜଣାଇ ଦିଆଯାଏ। ଏହି ପର୍ବର ବିଶେଷ ବିଶେଷତ୍ୱ ହେଲା, ପଶ୍ଚିମାଞ୍ଚଳର ଯେକୌଣସି ଲୋକ ଯେଉଁ ଜାଗାରେ ଥିଲେ ମଧ୍ୟ ଏହି ପର୍ବରେ ନିଶ୍ଚିତ ଭାବେ ଘରକୁ ଆସିବା ବିଧି ସମ୍ମତ। ବିନା କାରଣରେ ଯଦି କେହି ଲୋକ ତାର ଘରକୁ ଆସିନଥାଏ, ତାହେଲେ ସେ ତାର ବନ୍ଧୁବାନ୍ଧବଙ୍କ ଦ୍ୱାରା ଭର୍ତ୍ସିତ ହୁଏ। ସେମାନଙ୍କ ମତରେ ଏହା ଏକ ସାମାଜିକ ଅପରାଧ। ନୂଆଖାଇ ପର୍ବ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ। ବନ୍ଧୁବାନ୍ଧବମାନଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲେ ଏହି ପର୍ବରେ ସେମାନେ ଏକାଠି ହୋଇ ମିଳାମିଶାର ଏକ ସୁଯୋଗ ସୃଷ୍ଟି କରିଥାନ୍ତି। ଏହି ପର୍ବ ବିଶେଷ କରି ପଶ୍ଚିମ ଓଡ଼ିଶାରେ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଦେବୀଙ୍କୁ ନବାନ୍ନ ଭୋଗ ସମର୍ପଣ କରି ଏହି ପର୍ବରେ ଲୋକେ ସର୍ବମଙ୍ଗଳ କାମନା କରନ୍ତି। ପର୍ବରେ ନୂଆ ଲୁଗା ପିନ୍ଧିବାର ବିଧି ପ୍ରଚଳନ ଅଛି। ଖେଳକୁଦ, ମଉଜ ମଜଲିସରେ ପୂଜା ଦିନଟି କଟିଯାଏ। ଓଡ଼ିଶାର କିଛି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଭାଦ୍ରବ ମାସରେ ଏହି ନୂଆଖାଇ ପର୍ବ ପାଳନ କଲେ ମଧ୍ୟ ସେମାନେ ନବାନ୍ନ ବଦଳରେ କନ୍ଦମୂଳ, ଆଳୁ ଓ ପିତା ଫଳ ଆଦି ଦେବୀଙ୍କୁ ସମର୍ପଣ କରି ପୂଜା କରନ୍ତି। ଏହି ପର୍ବରେ କୌଣସି କୌଣସି ଆଦିବାସୀ ଅଞ୍ଚଳରେ ବଳି ପ୍ରଥାର ମଧ୍ୟ ପ୍ରଚଳନ ଅଛି। ଜ୍ୟେଷ୍ଠ ମାସରେ ଏମାନେ ନୂଆଖିଆ ପର୍ବ ମହୁଖାଇ ପାଳନ କରିଥାନ୍ତି। ଶେଷ କଥା, ନୂଆଖାଇ ପର୍ବକୁ ପଶ୍ଚିମାଞ୍ଚଳର ଲୋକମାନେ ଓ ଆଦିବାସୀ ସମ୍ପ୍ରଦାୟର ଲୋକେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରିଥାନ୍ତି। ଏହି ଅଞ୍ଚଳର ଲୋକମାନେ ପୁଷପୁନି ପର୍ବକୁ ମଧ୍ୟ ଯଥାବିଧି ପାଳନ କରନ୍ତି। ପୋଡୁ ଚାଷ ଏହି ପର୍ବରେ ଆରମ୍ଭ କରାଯାଏ। ଏହି ପର୍ବ ସଦ୍ଭାବ ପ୍ରତିଷ୍ଠା କରିବାରେ ବିଶେଷ ସାହାଯ୍ୟ କରିଥାଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।